ରକ୍ତମୁହା ଜଙ୍ଗଲୀ ଭାଲୁ ଭୟଭୀତ ଲୋକେ ଭାଲୁ ନେଇଥିଲା କଲ ବଲ କରି ଏକ ବ୍ୟକ୍ତିର ଜୀବନ। ଭୟରେ ଘରୁ ପଦାକୁ ବାହାରୁ ନଥିଲେ ଏଠାକାର ସ୍ଥାନୀୟ ଅଞ୍ଚଳବାସୀ। ଭାଲୁ ଆକ୍ରମଣରେ ଜଣେ ଯୁବକର ବିଭତ୍ସ ମୃତ୍ୟୁ ହୋଇଥିବା ବେଳେ ରକ୍ତମୁହା ଭାଲୁକୁ ଧରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ କୁସ୍ମୀ ଗାଁର ଶତାଧିକ ଗ୍ରାମବାସୀ ଜରିଗାଁ ଅମରକୋଟ ମୁଖ୍ୟ ରାସ୍ତା ଅବରୋଧ କରି ବସିଥିଲେ। ଏହାପରେ ଏସିଏଫ୍ ଦୀପ୍ତିମୟୀ ସେଠୀଙ୍କ ନେତୃତ୍ୱରେ ୱାଇଲ୍ଡ ଲାଇଫ୍ ରେସ୍କ୍ୟୁ ଟିମ୍ ଅପରେସନ ଆରମ୍ଭ କରି ଟ୍ରାଙ୍ଗୁଲାଇଜେସନ କରି ଭାଲୁକୁ କାବୁ କରାଯାଇଥିଲା। ପରେ ଜନତା ଗାଡ଼ିରେ ଭର୍ତ୍ତି କରାଯାଇଥିଲା। ପାପଡ଼ାହାଣ୍ଡି ଡିଅର ପାର୍କ ମଧ୍ୟରେ ଭାଲୁକୁ ରଖାଯିବା ସହ ତାର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯିବ ବୋଲି ଏସିଏଫ୍ ଦୀପ୍ତିମୟୀ ସେଠୀ ସୂଚନା ଦେଇଥିଲେ। 3ଟି ଭାଲୁ ରହିଥିବା ଗ୍ରାମବାସୀ କହୁଥିବା ବେଳେ ଗୋଟିଏ ବିଶାଳ ଭାଲୁ ଉଦ୍ଧାର କରାଯାଇଛି। ଭାଲୁ ଆୟତ୍ତ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ଆଶ୍ୱସ୍ତ ଲାଭ କରିଛନ୍ତି। ଜରିଗାଁ ପୋଲିସ ପ୍ରଶାସନ, ବନ ବିଭାଗ, ରାପିଡ୍ ରେସ୍ପନ୍ସ ଟିମ୍ର ମିଳିତ ଉଦ୍ୟମରେ ମଣିଷମରା ଭାଲୁ ଉଦ୍ଧାର ହୋଇଥିବାରୁ ଅଞ୍ଚଳବାସୀ ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ତେବେ ଏହି ଭାଲୁକୁ ଧରିବା ପାଇଁ ପ୍ରାୟ 24 ଘଣ୍ଟା କାଳ ଅହରହ ପରିଶ୍ରମ କରିବାକୁ ପଡ଼ିଥିଲା ରେସ୍କ୍ୟୁ ଟିମ୍କୁ।